ॐ नमो भगवते वासुदेवाय। ॐ नमो गुरुकृष्णार्पणमस्तु। ॐ अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्रीगुरवे नमः। तस्मै श्रीगुरवे नमः। ॐ गुरुकृष्णार्पणमस्तु। ॐ नमो परमात्मने। आजिर ଏହି ମଙ୍ଗଳମୟ ପ୍ରଭାତକାଳୀନ ସତ୍ସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଇ ଉପସ୍ଥିତ ଥିବା ସତ୍ସଙ୍ଗୀମାନଙ୍କୁ, ସମସ୍ତ ଦିବ୍ୟ ଆତ୍ମନମାନଙ୍କୁ, ସମସ୍ତଙ୍କ ଅନ୍ତରରେ ସେହି ଗୁରୁ ଗୋବିନ୍ଦଙ୍କୁ ଚିନ୍ତା କରି ଏବଂ ସକଳ ଘଟେ ନାରାୟଣ ନ୍ୟାୟରେ ସମସ୍ତଙ୍କୁ ଏଠାରେ ପ୍ରଣାମ ଜ୍ଞାପନ କରି ଆମେ ଏହି ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦ ମାଧ୍ୟମରେ ଏବଂ ସେଦିନ ଦ୍ୱାପର ଯୁଗର ସେହି ମହାଭାରତ ଯୁଦ୍ଧରେ ଯେତେବେଳେ ଅର୍ଜୁନ ଶୋକସନ୍ତପ୍ତ ହୋଇ ବିଷାଦଗ୍ରସ୍ତ ହୋଇଯାଇଛନ୍ତି, ମୋହଗ୍ରସ୍ତ ହୋଇପଡ଼ିଛନ୍ତି ଏବଂ ସେ ସେହି ମୋହକାତର ଚିତ୍ତରେ ବା ବିଷାଦଗ୍ରସ୍ତ ହୃଦୟରେ ନିର୍ଣ୍ଣୟ ନେଇପାରୁନାହାନ୍ତି ଯେ ମୋର କେଉଁଟା କରଣୀୟ ଏବଂ ମୋର କେଉଁଟା ଅକରଣୀୟ, ବା ମୋର କେଉଁଟା କରିବା ଉଚିତ ବା କେଉଁଟା ନ କରିବା ଉଚିତ। ଏହି ପ୍ରସଙ୍ଗରେ ଯେତେବେଳେ ସେ ନିର୍ଣ୍ଣୟ ନେଇପାରୁନାହାନ୍ତି ଏବଂ ସେ କଥା ଚିନ୍ତା କରି ତା'ର ଯେଉଁ ଯୁଦ୍ଧର ଭୟାବହ ପରିଣତି, ଯୁଦ୍ଧର ବିଭୀଷିକା ଏବଂ ସେଥିରେ ଜ୍ଞାତି କୁଟୁମ୍ବମାନଙ୍କୁ ବଦ୍ଧ କରିବାକୁ ପଡ଼ିବ, ଭାଇ ଭାଇ ଭିତରେ ଯୁଦ୍ଧ ହେବ, ସେଠି କେତେ ନାରୀମାନେ ବିଧବା ହେବେ, କେତେମାନେ ସନ୍ତାନମାନେ ପିତୃହରା ହେବେ ଏବଂ କେତେକ ସ୍ୱାମୀକି ହରାଇବେ ଏବଂ ମାଆମାନେ କେତେ ତାଙ୍କର ସନ୍ତାନମାନଙ୍କୁ ହରାଇବେ। ଏଇସବୁ ଯେଉଁ ଯୁଦ୍ଧର ଭୟାବହ ପରିଣତିକୁ ଚିନ୍ତା କରି ଏବଂ ସ୍ୱଜନମାନଙ୍କୁ ବଦ୍ଧ ନ କରିବା ପାଇଁ ସେଇ ମୋହରେ ମୋହିତ ହୋଇ ଯେତେବେଳେ ବିଷାଦଗ୍ରସ୍ତ ହୋଇପଡ଼ିଛନ୍ତି ଅର୍ଜୁନ, ସେତେବେଳେ ସେ ଭଗବାନଙ୍କୁ କହିଛନ୍ତି, ହେ କୃଷ୍ଣ, ତୁମେ ସଖା ହେଲେ ମଧ୍ୟ ମୁଁ ତୁମକୁ ଗୁରୁ ରୂପରେ ଗ୍ରହଣ କରୁଛି ଏବଂ ସମ୍ମାନ ଦେଉଛି। ମୋତେ ଜଣେ ଗୁରୁ ଯେଭଳି ଭାବରେ ଶିଷ୍ୟକୁ କେଉଁ ପଥରେ ଶିଷ୍ୟ ଗଲେ ବା କେଉଁ ପଥରେ ଶିଷ୍ୟ ନିଜକୁ ପରିଚାଳିତ କଲେ ସେ ଉପଯୁକ୍ତ ମାର୍ଗରେ ଯାଇ ଉପଯୁକ୍ତ ଫଳ ପ୍ରାପ୍ତି ହେବ ଏବଂ ତା'ର ସେ ଯେଉଁ ପଥର ଯେଉଁ ପ୍ରଦର୍ଶନ ପାଇଁ ଆବଶ୍ୟକ ଯେଉଁ ପଥ ପ୍ରଦର୍ଶକ, ଆପଣ ସେଇ ପଥ ପ୍ରଦର୍ଶକ ଗୁରୁ ରୂପରେ ମୋତେ ଉପଦେଶ ଦିଅନ୍ତୁ ଏବଂ କେଉଁଟା କରଣୀୟ କେଉଁଟା ଅକରଣୀୟ, କେଉଁଟା ଉଚିତ ଏବଂ କେଉଁଟା ଅନୁଚିତ ନ୍ୟାୟସଙ୍ଗତ ଭାବରେ ମୋତେ ନିର୍ଣ୍ଣୟ କରି ବତେଇ ଦିଅନ୍ତୁ ବା ଆଦେଶ ଦିଅନ୍ତୁ। ଯେତେବେଳେ ଭଗବାନ କୃଷ୍ଣଙ୍କୁ ଏଭଳି ଭାବରେ ସମ୍ବୋଧନ କରି ଯେ ଗୁରୁ ଶିଷ୍ୟକୁ ଯେଭଳି ଭାବରେ ମାର୍ଗଦର୍ଶନ କରାନ୍ତି, ଆପଣ ମୋତେ ସେହିଭଳି ଭାବରେ ମାର୍ଗଦର୍ଶନ କରାନ୍ତୁ, ମୁଁ ଏଠି ମୋର କ'ଣ କରିବା ଉଚିତ। ସେତେବେଳେ ଭଗବାନ ଯେତେବେଳେ ଦେଖିଛନ୍ତି ଯେ ସେ ତାଙ୍କୁ ଗୁରୁ ବୋଲି ସମ୍ବୋଧନ କରୁଛନ୍ତି ଏବଂ ଶିଷ୍ୟ ଭାବରେ ମାର୍ଗଦର୍ଶନ କରିବା ପାଇଁ ଚାହୁଁଛନ୍ତି, ସେତେବେଳେ ଭଗବାନ ସମ୍ପୂର୍ଣ୍ଣ ଭାବରେ ଉପଯୁକ୍ତ ଜଣେ ଗୁରୁ ହିସାବରେ ସେହି ସମୟରେ ଯୁଦ୍ଧ କ୍ଷେତ୍ରରେ କ'ଣ କରିବା ଉଚିତ ଏବଂ କ'ଣ ନ କରିବା ଉଚିତ, ଅର୍ଥାତ୍ ଅର୍ଜୁନ ସେଠି ଯୁଦ୍ଧ କରିବେ ନା ଯୁଦ୍ଧ କରିବେ ନାହିଁ, ଯୁଦ୍ଧ କରିବାଟା ଉଚିତ ହେବ ନା ଅନୁଚିତ ହେବ ଇତ୍ୟାଦି ଇତ୍ୟାଦି ସମସ୍ତ ସନ୍ଦେହକୁ ଦୂର କରିବା ପାଇଁ ଏବଂ ବିଶେଷ ଭାବରେ ଅର୍ଜୁନଙ୍କ ଭିତରେ ଯେଉଁ ମୋହ ଏବଂ ଯେଉଁ ମୋହରୁ ଯେଉଁ ବିଷାଦ ସୃଷ୍ଟି ହୋଇଛି ସେଇ ମୋହକୁ ନଷ୍ଟ କରିବା ପାଇଁ ଏବଂ ନଷ୍ଟ ମୋହ ଶ୍ରୁତି ଲବ୍ଧା ଯେଉଁ ଅର୍ଜୁନ କହିଛନ୍ତି ବା ନଷ୍ଟ, ସେ ମୋହକୁ ନଷ୍ଟ କରିଦେବା ପାଇଁ ଏବଂ ତାଙ୍କର ପ୍ରକୃତ ଯେଉଁ ବିଷାଦ ଆସିଛି ମନ ଭିତରେ, ବିଷାଦର ଯେଉଁ କାଳିମା, ସେ କାଳିମାକୁ ସମ୍ପୂର୍ଣ୍ଣ ରୂପରେ ଭସ୍ମୀଭୂତ କରିବା ପାଇଁ ଭଗବାନ ଚେଷ୍ଟା କରିଛନ୍ତି ଏବଂ ଭଗବାନ ଉପଯୁକ୍ତ ଭାବରେ
अर्जुन को मार्गदर्शन कराउछंती। सेही मार्गदर्शन करने को जाई भगवान भगवत गीतार तृतीय अध्यायर 6 श्लोक उपदेश दौरान जोटा कि आमर पूर्व सत्संग वर्णित होता तथापि पूर्वाभास भाव में आम से टिके आलोचना करवा। कर्मेन्द्रियाणि संयम्य ज आस्ते मनसा स्मरन् इंद्रियार्थान विमूढ़ात्मा मिथ्याचार स उच्यते। भगवान कहते जे कर्मेन्द्रिय मान को हठपूर्वक निरोध करी मनरे इंद्रियगण विषय चिंतन करुथाए से मूढ़ बुद्धियुक्त मनुष्य मिथ्याचारी बोलाए। ये भगवान कहते जे कर्मेन्द्रियाणि संयम्य कर्मेन्द्रिय क्या कह जाए ना आमे माने जानिचे जे जो बाक पानी पाद पायु एवं उपस्थ आपको आम कहू कर्मेन्द्रिय ये समस्त कर्म को निर्वाह करा जाए। बाक कहले आमे जो आमर बाक शक्ति बा जो आम कथा कहूचे पाटी द्वारा जो वचन आसूची आमर वाक्य रूपक शब्द ये कर्मटी करा जाउछि वाक्य द्वारा। पानी कहले आम हस्त को संस्कृत में पानी बोली कहू। पानी माने जो हस्त आम हस्त द्वारा जो आदान प्रदान करूँ जो कार्यटी करूँ सी हूँ कर्मेन्द्रिय कार्य। एवं पाद द्वारा आम जो गमनागमन करूँ हस्त द्वारा आम सब आदान प्रदान करूँ प्रत्येक जिनस को। एवं पद द्वारा जो गमनागमन कार्य हुए ता मध्य हूँ कर्म। एवं पायु एवं उपस्थ गोटे हूँ मलद्वार और गोटे हूँ लिंग बा जो परिस्रा करुँ ये दुईटी जाक ये कर्म निर्वाह कर हूँ मलत्याग निर्वाह कार्य। एवं आउ गोटे हूँ पायु द्वारा सेठारे मैथुन क्रिया एवं ता द्वारा आमर मूत्र यही जो कार्यटी हुए ये केवल से ही कथा को कह जाए। भगवान ये कहते ये कर्मेन्द्रिय सहित ज्ञानेन्द्रिय जड़ित। गीतार कर्मेन्द्रिय को ज्ञानेन्द्रिय सहित मिसई मन षष्ठानेन्द्रियाणि अर्थात ये उभय को 5 करी मन को षष्ठ इंद्रिय कहुचे। अलग जगार 5 कर्मेन्द्रिय एवं 5 कर्मेन्द्रिय 5 ज्ञानेन्द्रिय 10 एवं मन को एकादश इंद्रिय बोली कहुई। एवं भगवद्गीतार भगवान कर्मेन्द्रिय सहित ज्ञानेन्द्रिय को जड़ित कर 6 रखी ता सहित मन को अंतकरण भाव में मिसई बा अंतरेन्द्रिय भाव में मन को रखी ताकू मन षष्ठान इंद्रिय बोली कही षष्ठ इंद्रिय भाव मन को नहीं। किंतु ये प्रकृत में भगवान जो कहते कर्मेन्द्रिय ये कर्मेन्द्रिय अर्थ हूँ कर्मेन्द्रिय सहित ज्ञानेन्द्रिय ये जड़ित अच्छी। कारण जदि ज्ञानेन्द्रिय जड़ित न रहा कर्म करना बा कर्म करिवार स्फुरा रहा एवं कर्म ठिकना ढंग से हो पार ना। तेणु श्रोत्र त्रोक नेत्र रसना घ्राण ये हूँ आपंकर ज्ञानेन्द्रिय अर्थात आपणकर शुणवे श्रोत्र द्वारा धरत आप पार्टी किसी कहवाक जाऊँ कर्मेन्द्रिय द्वारा। श्रोत्र जदि आप कान किसी शुणी पारे ना आपको सी कौन पचरा जामी शुणे जे आप कौ कथा कहवाक जाऊँच कौ विषय आप कौ टपिक कथबार्ता हे कौ सेन्स कौन भाव नहीं कि कथा हे ये समस्त जिनिस आप शुणिले सीना आप श्रोत्र बा श्रोत्र रूपक बा कर्ण गहर रूपक ज्ञानेन्द्रिय द्वारा जो श्रवण करेंगे ना तार आप केमी कहे आप सीना गोटे जड़े आपको प्रश्न पचारूँ आप शुणिले सीना तार उत्तर देवे कान। तेणु से कर्मेन्द्रिय सहित ज्ञानेन्द्रिय स्वतः जड़ित अच्छा। आपड़ जदि कहे ना मुझे कर्म करी ज्ञानेन्द्र ना से जगार तेल कर्म हो पार केमी हम आप कहना। आप प्रथम हूँ बाक ज्ञानेन्द्र प्रथम हूँ श्रोत्र जब शुणुना शब्द को जब शुणुना कौन कहगला कौन पता आप तार उत्तर केमी देवे आप पार्टी केमी कथा कहे आप शुणिले सीना कहे ना से कथा कह कौन मूल्य रही से जिते आप पानी कहले हस्त हस्त द्वारा आप कौन से आदान प्रदान करेंगे से कथा को आप केमिति नेबे केमिति आणिबे कोठी जिबे सेटा आखिरे माने चक्षु इंद्रिय द्वारा आप देखिए जे मु जो जिनसटा आणुची सेटा ठीक आणुची कि भूल आणुची। मुझे सुना मत कह जाना सुना आणुची रूपा आणुची पत्थर आणुची कि इटा आणुची कि मु खाइबा से जो मत दिखाई रंधन करी मुझे खाद्य पदार्थ आणुची कि अन्य पदार्थ धरी आखिरे देखिए जो ज्ञानेन्द्रिय रूपक आखि द्वारा तार हाथ केमी कम कर। तेणु सी ज्ञानेन्द्रिय स्वतः कर्मेन्द्रिय सहित जड़ित अच्छे। पाद मध्य से भाव में मुझे चलुची गमनागमन करुँच मुझे जानवी ताकू जो कान में शुणिबी कौटी जी आखिरी जब देखी कौड़ जाऊँगी पाद कौन आपे चलो कि ठीक चल पार ना। से ये समस्त इंद्रिय सहित आप ज्ञानेन्द्रिय जड़ित अच्छा। तेणु ये बुझा हे कर्मेन्द्रिय संयम मान कर्मेन्द्रिय सहित 5 कर्मेन्द्रिय
ଏବଂ ପଞ୍ଚ ଜ୍ଞାନେନ୍ଦ୍ରିୟ ୟାକୁ ଭଗବାନ କହିଛନ୍ତି। ତେଣୁ ଜ୍ଞାନେନ୍ଦ୍ରିୟ ବିନା କେବଳ କର୍ମେନ୍ଦ୍ରିୟ ଦ୍ୱାରା କର୍ମ ହୋଇପାରିବ ନାହିଁ। ତା ଛଡ଼ା କେବଳ ହସ୍ତ ପଦ ଆଦି କର୍ମେନ୍ଦ୍ରିୟ ଗୁଡ଼ିକୁ ସଂଯମ କରି ଚକ୍ଷୁ କର୍ଣ୍ଣ ଆଦି ଜ୍ଞାନେନ୍ଦ୍ରିୟ ଗୁଡ଼ିକୁ ସଂଯମ ନ କଲେ ପୂର୍ଣ୍ଣ ରୂପେ ମିଥ୍ୟାଚାର ମଧ୍ୟ ସିଦ୍ଧ ହୋଇପାରିବ ନାହିଁ। ତେଣୁ ଏଠି ଭଗବାନଙ୍କର ଅଭିପ୍ରାୟ ହେଉଛି ଯେ ଯେଉଁ ମିଥ୍ୟାଚାର ବୋଲି କହୁଛନ୍ତି କର୍ମେନ୍ଦ୍ରିୟାଣୀ ସଂଯମ, ଅର୍ଥାତ୍ କର୍ମ ଜ୍ଞାନେନ୍ଦ୍ରିୟକୁ ଯେଉଁମାନେ ସଂଯମ କରୁଛନ୍ତି ବାହ୍ୟ ଭାବରେ ହଠପୂର୍ବକ, ହଠପୂର୍ବକ ଅର୍ଥ ମୁଁ ହଠପୂର୍ବକ ଅର୍ଥ ହେଉଛି ଛଳନା କରି, କପଟ କରି, ଅର୍ଥାତ୍ ମୁଁ ସଂଯମୀ ନୁହେଁ, ମୁଁ କୌଣସି ସାଧନା କରିନାହିଁ, ମୁଁ ତ୍ରାଟକ ଯୋଗ ଦ୍ୱାରା ଚକ୍ଷୁକୁ ସ୍ଥିର କରିନାହିଁ, ମୁଁ ମୋର ଯେଉଁ ଶ୍ରବଣ ଇନ୍ଦ୍ରିୟକୁ ସଂଯମ କରିନି, ମୁଁ ସବୁବେଳେ ବିଭିନ୍ନ କଥା ଶୁଣିବା ପାଇଁ ଇଚ୍ଛା କରେ, ପ୍ରକୃତ ସତ୍ କଥା କ'ଣ ଜାଣିବାକୁ ଇଚ୍ଛା କରେ, ଶୁଣିବାକୁ ଇଚ୍ଛା କରିନି ଏପର୍ଯ୍ୟନ୍ତ। ସେ କାନ ମଧ୍ୟ ମୋର ଚଞ୍ଚଳ ଅଛି, ଆଖି ଚଞ୍ଚଳ ଅଛି, ସମସ୍ତ ଇନ୍ଦ୍ରିୟମାନେ ଚଞ୍ଚଳ ଅଛନ୍ତି, ସ୍ଥିର ହୋଇନାହାନ୍ତି ମୋର। ମୁଁ ହଠପୂର୍ବକ ଜୋର ଜବରଦସ୍ତ ଆଖିକି ବନ୍ଦ କରିଛି, ଆଖି ଦେଖିବାକୁ ଇଚ୍ଛା କରୁଛି ମନ ଭିତରେ, କିନ୍ତୁ ମୁଁ ତାକୁ ବନ୍ଦ କରିଛି। କାନରେ ଶୁଣିବାକୁ ପ୍ରବଳ ଇଚ୍ଛା ଅଛି, ପରଚର୍ଚ୍ଚା ଠାରୁ ଆରମ୍ଭ କରି ଖରାପ କଥା, ଅଶ୍ଳୀଳ କଥା, କିନ୍ତୁ ନ ଶୁଣିଲା ଭଳିଆ ଇଚ୍ଛା କରିକି ବସିଛି। ଏବଂ ମୋର ସ୍ପର୍ଶ କରିବାକୁ ଇଚ୍ଛା ହେଉଛି, କିନ୍ତୁ ହାତକୁ ଚୁପଚାପ ରଖିକି ବସିଛି, ସ୍ଥିର କରି ରଖିଛି। ଚାଲିବାକୁ ଇଚ୍ଛା ଅଛି, ଯିବାକୁ ଇଚ୍ଛା ଅଛି, ପାଦକୁ ଆସନ କରି ବସିଛି। ଏଇଭଳି ଭାବରେ ମୁଁ ଯେତେବେଳେ ସମସ୍ତ ଖାଇବାର ଇଚ୍ଛା ଅଛି ପାଟି ବନ୍ଦ କରିଛି, କଥା କହିବାର ଇଚ୍ଛା ଅଛି ପାଟି ବନ୍ଦ କରି ବସିଛି, ସ୍ଥିର ଭାବରେ ବସିଛି। ତାର ଅର୍ଥ ଏଇଟା ଛଳ ବା ହଠପୂର୍ବକ। ମୁଁ ହଠପୂର୍ବକ ଅନ୍ୟମାନଙ୍କୁ ଦେଖାଇବା ପାଇଁ ଯେ ମୁଁ ଜଣେ ହେଉଛି ସତ୍ ବ୍ୟକ୍ତି, ମୁଁ ଜଣେ ସଂଯମିତ ବ୍ୟକ୍ତି, ମୁଁ ଜଣେ ସ୍ଥିର ଚିତ୍ତ ବ୍ୟକ୍ତି, ମୁଁ ଜଣେ ଜ୍ଞାନବାନ, ମୁଁ ଜଣେ ପ୍ରଜ୍ଞାବାନ, ମୁଁ ଜଣେ ଯୋଗୀ, ମୁଁ ଜଣେ ସାଧୁ, ଏଇଭଳି ପରିଚୟ ଅନ୍ୟମାନଙ୍କ ପାଖକୁ ଆଦାୟ କରିବା ପାଇଁ ମୁଁ ଏଠି ଛଳ କରିବା ଷଠପୂର୍ବକ ଇନ୍ଦ୍ରିୟମାନଙ୍କୁ ସଂଯମ କରି ସ୍ଥିର ଭାବରେ ବସିଛି, କିନ୍ତୁ ପ୍ରକୃତରେ ମୋର ଇନ୍ଦ୍ରିୟମାନେ ସଂଯମିତ ନୁହନ୍ତି। କାହିଁକି ନା ମୁଁ ଆଖି ବୁଜି ଦେଇଛି, କିନ୍ତୁ ମନ ଭିତରେ ବସି ଯେଉଁ କଥାକୁ ଦେଖିବାକୁ ଚାହୁଁ ସେଇ ବିଷୟରେ ବସି ଭାବୁଛି, ମନେ ମନେ ଦେଖୁଛି। ଶୁଣିବା ପାଇଁ ମୋର ଇଚ୍ଛା ଅଛି, ମୁଁ କାନକୁ ଚୁପଚାପ ରଖିଛି, ସ୍ଥିର କରି କୁଆଡ଼କୁ କାନ ଡେରୁନି, କିନ୍ତୁ ପ୍ରକୃତ ମନ ଭିତରେ କାନ ଡେରା ହେଇକି ରହିଛି ଯେ ମୁଁ ସେ କଥାଟା କେମିତି ଜାଣିବି ବା ସେ କଥା ଶୁଣିବି। ଖାଇବାକୁ ଅଦମ୍ୟ ଇଚ୍ଛା ଅଛି, ପାଟି ବନ୍ଦ କରି ଚୁପ୍ ହେଇ ବସିଛି, କିନ୍ତୁ ମନେ ମନେ ମୁଁ ଖାଇଯାଉଛି ଯାହା ଖାଇବା କଥା। ମନ ଭିତରେ ପ୍ରବଳ ଲାଳସା ରହିଛି, ଖାଦ୍ୟ ଖାଇବାର ପ୍ରବୃତ୍ତି ମନ ଭିତରେ ଅଛି। ଏଇ ଯେଉଁ କଥା ହେଇଛି ତାର ଅର୍ଥ ଏଠି କହିବାର କଥା ହେଉଛି ଯେ ବାହାରକୁ ମୁଁ ଦେଖାଯାଉଛି ଜଣେ ସାଧୁ ପରି, ଜଣେ ଆତ୍ମସଂଯମ ବ୍ୟକ୍ତିତ୍ୱ ଭଳି ବାହାରକୁ ନିଜକୁ ପ୍ରଦର୍ଶନ କରୁଥିଲେ ମଧ୍ୟ ଅନ୍ତର୍ନିହିତ ଭାବରେ ମୁଁ ସେହି ସବୁ ଜିନିଷକୁ ଗ୍ରହଣ କରୁଥିବାରୁ ଶବ୍ଦ ସ୍ପର୍ଶ ରୂପରସ ଗନ୍ଧ ଆଦି ବିଷୟକୁ ଆସ୍ୱାଦନ କରୁଥିବାକୁ ମାନସିକ ସ୍ତରରେ ଭଗବାନ କହୁଛନ୍ତି ସେ ବ୍ୟକ୍ତିଟି ହେଉଛି ମିଥ୍ୟାଚାରୀ ବା ମିଥ୍ୟାଚାର। ସେ ଭ୍ରଷ୍ଟ ବ୍ୟକ୍ତି, ସେ ମିଥ୍ୟାଚାର ବ୍ୟକ୍ତି। ତାର ଆଚରଣ, ତାର ଆଚାର, ତାର ହେଉଛି ପ୍ରକୃତ ଶୁଦ୍ଧାଚାର ନୁହେଁ, ସଂଯମାଚାର ନୁହେଁ, ତାହା ହେଉଛି ଏକ କପଟାଚାର, ଷଠାଚାର, ମିଥ୍ୟାଚାର ବ୍ୟକ୍ତି। ଏଇ କଥା ଭଗବାନ କହିଛନ୍ତି। ଯଦ୍ୟପି ସେ ବାହ୍ୟ ଭାବରେ ଦେଖାଯାଉଛି ବିଷମାନଙ୍କୁ ତ୍ୟାଗ କରିବା ଭଳି, ବାହ୍ୟ ଭାବରେ ସେ ଚୁପଚାପ ବସିଛି, କିନ୍ତୁ ଅନ୍ତର୍ନିହିତ ଭାବରେ ବସି ବସି ମାନସିକ ସ୍ତରରେ ସମସ୍ତ ବିଷୟକୁ ସେ ଭୋଗ କରୁଛି। ଶବ୍ଦକୁ, ସ୍ପର୍ଶକୁ, ରୂପକୁ, ରସକୁ, ଗନ୍ଧକୁ, ସେ ସବୁଗୁଡ଼ିକ ସେ ନିଜେ ନିଜେ ମନ ଭିତରେ ଗ୍ରହଣ କରୁଛି। ତେଣୁ ଭଗବାନ କହୁଛନ୍ତି ତାକୁ କେହି ଦେଖିପାରୁନାହାନ୍ତି, ଭିତରେ ସେ କ'ଣ ଚିନ୍ତା କରୁଛି। କିନ୍ତୁ ଅନ୍ତର୍ଯାମୀ ଭାବରେ ଯେଉଁ ପ୍ରଭୁ ଉପର ଦ୍ରଷ୍ଟାନୁମନ୍ତାଚ ଭର୍ତ୍ତା ଭକ୍ତା ମହେଶ୍ୱର, ସେ ମହାନ ଈଶ୍ୱର ଯେଉଁ ଆତ୍ମା ଭାବରେ ସାକ୍ଷୀ ଚୈତନ୍ୟ ଭାବରେ ସର୍ବଭୂତେଷୁ ଗୂଢ଼ ସାକ୍ଷୀଶ୍ଚେତା କେବଳ ନିର୍ଗୁଣ, ସେ ନିର୍ଗୁଣ ଯେଉଁ ଆତ୍ମଚୈତନ୍ୟ ଯିଏ ସାକ୍ଷୀ ଭାବରେ ଅଛନ୍ତି, ସିଏ ଜାଣୁଛନ୍ତି, ସେ ଅନ୍ତର୍ଯାମୀରୁ ଅନୁଭବ କରୁଛନ୍ତି, ଈଶ୍ୱର ଭାବରେ ଅନୁଭବ କରୁଛନ୍ତି ଆମ ଘଟ ଭିତରେ ରହି ଯେ ମୁଁ ସିନା ବାହାରକୁ ଆଖି ବନ୍ଦ କରି ବସିଛି ଛଳନାପୂର୍ବକ, ଷଠତାପୂର୍ବକ, କିନ୍ତୁ ପ୍ରକୃତରେ ମୋର ସେଇ ସବୁ ଜିନିଷ ପ୍ରତି ପ୍ରବଳ ଆସକ୍ତି ରହିଛି ମାନସିକ ସ୍ତରରେ। ତେଣୁ ଭଗବାନ କହୁଛନ୍ତି ଏଇ ତୃତୀୟ ଅଧ୍ୟାୟର ଷଷ୍ଠ ଶ୍ଲୋକରେ ଯେ ଏଇଭଳି ଯେଉଁ ବ୍ୟକ୍ତିତ୍ୱ ମାନେ ଦେଖୁଛ ଏମାନେ ସମାଜ ପାଇଁ ହେଉଛନ୍ତି କଳଙ୍କ। ମାନେ ପ୍ରକୃତରେ କିଏ ଜଣେ ଅଧେ ନିଜକୁ ବଞ୍ଚାଇବା ପାଇଁ କେଉଁଠି ପଦକୁ ବୁଲେଇ ବାଲେଇକି ମିଛ କଥା କହିଛି, ସେ ପ୍ରକୃତ ମିଥ୍ୟାଚାରୀ ନୁହେଁ। ହୁଏତ ଜଣେ ଆତ୍ମସଂଯମୀ ବ୍ୟକ୍ତି ସେ ନିଜକୁ ରକ୍ଷା କରିବା ପାଇଁ ଯାଇ ବା ଅନେକ ଲୋକଙ୍କର ପ୍ରାଣ ରକ୍ଷା କରିବାକୁ ଯାଇ ହୁଏତ ମିଛ କହୁଥିଲା ଭଳିଆ ଲାଗିପାରେ, କିନ୍ତୁ ତା ସତ୍ୟ ଅଟେ। କିନ୍ତୁ ଏଇ ଯେଉଁ କପଟାଚାରୀ ବା ଷଠାଚାରୀ ବ୍ୟକ୍ତି, ଇଏ ସମ୍ପୂର୍ଣ୍ଣ ଭାବରେ ଏଇମାନଙ୍କୁ କେବଳ ମିଥ୍ୟାବାଦୀ, ମିଥ୍ୟାଚାରୀ ବୋଲି କୁହାଯାଏ। ଯେ ମିଥ୍ୟାର ଆଚରଣ କରୁଛନ୍ତି, ବାହାରକୁ ସଂଯମ, ଅନ୍ତର୍ନିହିତ ଭାବରେ ସମସ୍ତ ମିଥ୍ୟା ଭ୍ରଷ୍ଟାଚାର ଭରି ରହିଛି ସେମାନଙ୍କ ଭିତରେ। ଏଇ ମିଥ୍ୟାଚାରୀ ବ୍ୟକ୍ତିଙ୍କ କଥା ଭଗବାନ ଆମେ ପୂର୍ବରୁ ଆଲୋଚନା କରିଛେ। ଏଇ ଷଷ୍ଠ ଶ୍ଲୋକରେ ତୃତୀୟ ଅଧ୍ୟାୟରେ ଭଗବାନ କହିସାରିଲା ପରେ ବର୍ତ୍ତମାନ ଭଗବାନ
ସେହି ତୃତୀୟ ଅଧ୍ୟାୟର ସପ୍ତମ ଶ୍ଲୋକରେ କହୁଛନ୍ତି ବା ସପ୍ତମ ଉପଦେଶ ସପ୍ତମ ଭାବରେ କହୁଛନ୍ତି ଯସ୍ତୁ ଇନ୍ଦ୍ରିୟାଣି ସଂଯମ୍ୟ ଯସ୍ତୁ ଇନ୍ଦ୍ରିୟାଣି ମନସା ସଂଯମ୍ୟାରଭତେ ଅର୍ଜୁନ ଯସ୍ତୁ ଇନ୍ଦ୍ରିୟାଣି ମନସା ନିୟମ୍ୟାରଭତେ ଅର୍ଜୁନ କର୍ମେନ୍ଦ୍ରିୟ କର୍ମଯୋଗ ମସକ୍ତ ଅସବିଶିଷ୍ୟତେ। ଭଗବାନ କହୁଛନ୍ତି ଯସ୍ତୁ ଇନ୍ଦ୍ରିୟାଣି ମନସା, କିନ୍ତୁ ହେ ଅର୍ଜୁନ, ଯେଉଁ ମନୁଷ୍ୟ ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ସଂଯତ କରି ଆସକ୍ତି ରହିତ ହୋଇ ବା ନିଷ୍କାମ ଭାବରେ କର୍ମେନ୍ଦ୍ରିୟମାନଙ୍କର ଦ୍ୱାରା এই সমস্ত কর্মেন্দ্রিয় କହିଲେ କର୍ମେନ୍ଦ୍ରିୟ ଅଥବା ଆପଣଙ୍କ ତା ସହିତ ମିଶିକରି ରହିଛନ୍ତି ଯିଏ ଅନ୍ତର୍ନିହିତ ଭାବରେ ଜ୍ଞାନେନ୍ଦ୍ରିୟ ମାନେ, ଏ ସମସ୍ତଙ୍କୁ ଯିଏ ସବୁ ଇନ୍ଦ୍ରିୟମାନଙ୍କୁ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମଯୋଗ ଆଚରଣ କରେ ସେ ହିଁ ହେଉଛି ଶ୍ରେଷ୍ଠ। ଅର୍ଥାତ୍ ସେଠି ଭଗବାନ କହିଲେ ଯେ ପ୍ରକୃତ ମିଥ୍ୟାଚାରୀ ଭ୍ରଷ୍ଟାଚାରୀ ମନୁଷ୍ୟ କିଏ, ଏଠି କହୁଛନ୍ତି ଶ୍ରେଷ୍ଠ ମନୁଷ୍ୟ କିଏ। ଭଗବାନ କହୁଛନ୍ତି ମନ ଯେହେତୁ ହେଉଛି ଇନ୍ଦ୍ରିୟମାନଙ୍କର ରାଜା, ମାନସିକ ସ୍ତରରେ କୌଣସି ଜ୍ଞାନେନ୍ଦ୍ରିୟ କର୍ମ କରୁ ବା କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମର ଆଚରଣ କରାଯାଉ, କିନ୍ତୁ ପ୍ରଥମେ ମାନସିକ ସ୍ତରରେ ଚିନ୍ତା କରାଯାଏ ଯେ ମୁଁ କେଉଁ କର୍ମ କରିବି କେଉଁଟା କରିବିନି, ସେ ନିର୍ଣ୍ଣୟ ନେଇସାରିଲା ପରେ ଜ୍ଞାନେନ୍ଦ୍ରିୟଙ୍କ କତିକି ଆସେ, ଜ୍ଞାନେନ୍ଦ୍ରିୟମାନେ ତାକୁ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କାର୍ଯ୍ୟଟି ନିର୍ବାହ କରନ୍ତି। ତେଣୁ ମୂଳରେ ହେଉଛନ୍ତି ମନ। ତେଣୁ ଭଗବାନ କହୁଛନ୍ତି ଯସ୍ତୁ ଇନ୍ଦ୍ରିୟାଣି ମନସା, ଯେ ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ଦମିତ ବା ସଂଯମ କରି ବା ମନର ଆୟତରେ, ଅର୍ଥାତ୍ ଯାହାର ମନ ଶାନ୍ତ ଦନ୍ତ ହୋଇସାରିଛି, ଯାହାର ମନ ସ୍ଥିର ରହିଛି, ସେଇ ସ୍ଥିର ଚିତ୍ତ ସ୍ଥିର ମନ ଦ୍ୱାରା ଯେ ଇନ୍ଦ୍ରିୟମାନଙ୍କୁ ସମ୍ପୂର୍ଣ୍ଣ ରୂପରେ ଆୟତ୍ତରେ ରଖିଛନ୍ତି ମାନସିକ ସ୍ତରରେ, ସେଇ ଆୟତ୍ତାଧୀନ ଇନ୍ଦ୍ରିୟମାନଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ଯଦି ସେ ନିର୍ବାହ କରୁଥାନ୍ତି ତାହେଲେ ତାକୁ କର୍ମଯୋଗ ବୋଲି କୁହାଯିବ ଏବଂ ସେ ହିଁ ହେଉଛି ଶ୍ରେଷ୍ଠ ମନୁଷ୍ୟ ସଂସାରରେ ବା ଶ୍ରେଷ୍ଠ ପ୍ରାଣୀ। ତେଣୁ ଭଗବାନ କହୁଛନ୍ତି ପ୍ରକୃତରେ ଶ୍ରେଷ୍ଠ ପ୍ରାଣୀ ହେଉଛି କିଏ, ଯେଉଁମାନେ ମନର ଆୟତ୍ତରେ ବା ମନ ମାଧ୍ୟମରେ ସମସ୍ତ ଇନ୍ଦ୍ରିୟମାନଙ୍କୁ ସଂଯମ କରିବା, ତାଙ୍କର ଯେଉଁ ପ୍ରବୃତ୍ତି ଦିଗରୁ ତାକୁ ନିବୃତ୍ତ କରାଇ, ମନ ଯେତେବେଳେ ସ୍ଥିର ସେତେବେଳେ ସମସ୍ତ ଇନ୍ଦ୍ରିୟମାନଙ୍କୁ ସେ ତାଙ୍କର ପ୍ରବୃତ୍ତି ମାର୍ଗରୁ ନିବୃତ୍ତ କରାଇ ଆଣି ଉଚିତ ଦିଗରେ ଉଚିତ ଢଙ୍ଗରେ ପଥ ପ୍ରଦର୍ଶନ କରାନ୍ତି ଯେ ଆଖି କ'ଣ ଦେଖିବା ଉଚିତ କ'ଣ ନ ଦେଖିବା ଉଚିତ, କାନ କ'ଣ ଶୁଣିବା ଉଚିତ କ'ଣ ନ ଶୁଣିବା ଉଚିତ ଏବଂ କ'ଣ ବାକ୍ୟ ଦ୍ୱାରା ମୋର କହିବା ଉଚିତ କେଉଁ କଥା ନ କହିବାର ଆବଶ୍ୟକ ରହିଛି, ଏଇଭଳି ଭାବରେ କ'ଣ ମୋର ଖାଦ୍ୟର ରସ କେଉଁ ରସକୁ ଆସ୍ୱାଦନ କଲେ ଶରୀର ପ୍ରତି ହିତ ବା ତାହା ଠିକ୍ ହେବ ସେ କଥା ମଧ୍ୟ ଆମେମାନେ ନିର୍ଣ୍ଣୟ ନେଇଥାଉ। ତେଣୁ ସେଇଭଳି ଭାବରେ ଯଦି ମନ ଆମମାନଙ୍କର ସ୍ଥିର ଅଛି ତାହେଲେ ଆମେ ଆମର ସମସ୍ତ ଇନ୍ଦ୍ରିୟ ଦ୍ୱାରା କର୍ମ କରୁଥିଲେ ମଧ୍ୟ ଆସକ୍ତିପୂର୍ବକ ନୁହେଁ ବା ମୋହପୂର୍ବକ ନୁହେଁ, ତାହା ଜଣେ ସଂଯମ ମନ ଦ୍ୱାରା ଆଚରଣ କରାଯାଇଥିବ ସେ କର୍ମଟି ଠିକ୍ ଭାବରେ ନିଖୁଣ ଭାବରେ ନିର୍ବାହ ହୁଏ ଏବଂ ସେଇ ଯେଉଁ କର୍ମଟି ନିର୍ବାହ କରାଯାଏ ତାହା ନିଷ୍କାମ ଏବଂ ନିଷ୍କପଟ ହୋଇଥିବାରୁ ଅନ୍ତର୍ନିହିତ ଭାବରେ ମନୋବୁଦ୍ଧି ଚିତ୍ତ ଅହଙ୍କାରରେ ଯାହା ସୃଷ୍ଟି ହୋଇଥାଏ ସେଇ ପଥକୁ ଅନୁସରଣ କରି ଇନ୍ଦ୍ରିୟମାନେ ଯେତେବେଳେ ନିଜକୁ ସଂଯମିତ ଭାବରେ ପରିଚାଳନା କରୁଥାନ୍ତି ବା ଯେଉଁ ବ୍ୟକ୍ତିମାନେ ସେଇଭଳି ଭାବରେ ତାଙ୍କର ସମସ୍ତ ଇନ୍ଦ୍ରିୟମାନଙ୍କ ଦ୍ୱାରା ବାକ୍ ପାଣି ପାଦ ପାୟୁ ଉପସ୍ଥ ଆଦି ସମସ୍ତ କର୍ମ ନିର୍ବାହ କରୁଥିଲେ ମଧ୍ୟ ବାହାରକୁ କର୍ମ ଭଳିଆ ଦେଖାଯାଉଥିଲେ ମଧ୍ୟ ତାହା ହେଉଛି ପ୍ରକୃତ ନିଷ୍କର୍ମତା ଏବଂ ସେହି ମନୁଷ୍ୟ ହେଉଛି ସେହି ସଂଯମୀ ପୁରୁଷ ସମସ୍ତ କର୍ମ କରୁଥିଲେ ମଧ୍ୟ ସେ କୌଣସି କର୍ମରେ ଲିପ୍ତ ନୁହନ୍ତି, କର୍ମ କଲେ ମଧ୍ୟ ସେ କର୍ମ ସହିତ ଜଡ଼ିତ ନୁହନ୍ତି, ସେ କର୍ମ କରୁଥିଲେ ମଧ୍ୟ ସେ କର୍ମର ଫଳ ଭୋଗ ପ୍ରତି ଆସକ୍ତ ନୁହନ୍ତି ଏବଂ ସେ ବୁଝିଛନ୍ତି ଯେ କେଉଁଟା କରଣୀୟ କେଉଁଟା ଅକରଣୀୟ। ଇନ୍ଦ୍ରିୟ ସଂଯମ ହୋଇଥିବାରୁ ଇନ୍ଦ୍ରିୟ ତା'ର ଭୋଗ ଲାଳସାରେ ଧାବିତ ହୋଇଥିବାରୁ ସେହି କର୍ମ ଆଡ଼କୁ ଯେତେବେଳେ ଅନୁଭବ କରନ୍ତି ଯେ ଇଏ କର୍ମ କରିବାଟା ମୋ ପକ୍ଷରେ ଠିକ୍ ନୁହେଁ ବା ଉଚିତ ନୁହେଁ, ସେତେବେଳେ ସିଏ କ'ଣ କରନ୍ତି ନା ଇନ୍ଦ୍ରିୟକୁ ସେଇ ଦିଗରୁ ନିବୃତ୍ତ କରି ଆଣନ୍ତି। ଠିକ୍ ସେଇଭଳି ଭାବରେ ଭଗବାନ କହୁଛନ୍ତି ଯେ ମନକୁ ସ୍ଥିର ରଖି ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ସମସ୍ତ ଇନ୍ଦ୍ରିୟମାନଙ୍କୁ ସଂଯମରେ ରଖିଥାନ୍ତି ବା ଆୟତ୍ତରେ ରଖିଥାନ୍ତି, ସେଇ ଆୟତ୍ତାଧୀନ ଇନ୍ଦ୍ରିୟମାନେ କେବେ ଭୁଲ କାର୍ଯ୍ୟ କରିପାରିବେ ନାହିଁ ଏବଂ ତାହା ହେଉଛି କର୍ମଯୋଗ ଏବଂ ସେହି କର୍ମଯୋଗ କରୁଥିବା ମନୁଷ୍ୟ ଜଣେ ଶ୍ରେଷ୍ଠ ଯୋଗୀ ବା ଶ୍ରେଷ୍ଠ ମନୁଷ୍ୟ ବୋଲି ଏଠି ଭଗବାନ କହୁଛନ୍ତି। ସେଇ ତୃତୀୟ ଅଧ୍ୟାୟର ଷଷ୍ଠ ଶ୍ଲୋକରେ ଯେତେବେଳେ ଭଗବାନ କହିଲେ କର୍ମେନ୍ଦ୍ରିୟ ଦ୍ୱାରା କରାଯାଉଥିବା ସମସ୍ତ କର୍ମ ବାହ୍ୟ ଭାବରେ ସଙ୍କୁଚିତ ହୋଇଥିଲେ ମଧ୍ୟ ଆନ୍ତରିକ ସ୍ତରରେ ଚିନ୍ତନ ପୂର୍ବକ ପ୍ରଶସ୍ତ ଅଟେ, ତେଣୁ ସେ ମିଥ୍ୟାଚାରୀ।
ଏଠି କହୁଛନ୍ତି ମନ ଦ୍ୱାରା ସମସ୍ତ ସଂଯମ ହୋଇଯାଇଥିବା ମନକୁ ବା ସଂଯମିତ ମନ ଦ୍ୱାରା ଆୟତ୍ତାଧୀନ ମନ ଦ୍ୱାରା ଆୟତ୍ତ ହୋଇଥିବା ସମସ୍ତ ଇନ୍ଦ୍ରିୟମାନେ ଇଚ୍ଛାପୂର୍ବକ କୌଣସି କାର୍ଯ୍ୟ ନ କରି ମନର ସ୍ଥିରୀକୃତ ଭାବରେ ଚିନ୍ତନ ଦ୍ୱାରା ନ୍ୟାୟପୂର୍ବକ ଉଚିତ ମାର୍ଗରେ ଉଚିତ କର୍ମ କରିବା ଦ୍ୱାରା ସେ କର୍ମରେ କେବେ ହେଲେ ଲିପ୍ତତା ହୁଏ ନାହିଁ ବା ସେ କର୍ମ ବନ୍ଧନର କାରଣ ହୁଏ ନାହିଁ ଏବଂ ତାହା ଠିକ୍ ମାର୍ଗରେ କର୍ମ କରାଯାଉଥିବାରୁ ଆତ୍ମସଂଯମ ପୂର୍ବକ ସେଇ ଯେଉଁ ମନୁଷ୍ୟଟିକୁ ଗୋଟିଏ ଶ୍ରେଷ୍ଠ ମନୁଷ୍ୟ ବୋଲି ଭଗବାନ କହିଛନ୍ତି। ଯେ ଭଗବାନ କହୁଛନ୍ତି କର୍ମ ନିଜ ପାଇଁ ନ କରି ପରହିତ ପାଇଁ କରାଗଲେ ତାହାକୁ କର୍ମଯୋଗ କୁହାଯାଏ। ନିଜ ପାଇଁ କର୍ମ କଲେ କର୍ମ ଓ କର୍ମଫଳ ସହିତ ନିଜର ସମ୍ବନ୍ଧ ହୋଇଯାଏ ଏବଂ ନିଜ କର୍ମ ପାଇଁ କର୍ମ ନ କରି ଅନ୍ୟମାନଙ୍କ ପାଇଁ କର୍ମ କଲେ କର୍ମ ତଥା କର୍ମଫଳର ବନ୍ଧନ ଅନ୍ୟମାନଙ୍କ ସହିତ ହୁଏ। ତେଣୁ ଭଗବାନ କହୁଛନ୍ତି ଯେ ମୁଁ ଯଦି ସ୍ୱାର୍ଥପର ଭାବରେ ଅହଂଯୁକ୍ତ ହେଇ ମୁଁ କରୁଛି, ମୁଁ ଇଏ କର୍ମ କଲେ ମୋତେ ଏତେ ଫଳ ମିଳିବ ବା ଇଏ କର୍ମଟି ସମାପ୍ତି ପରେ ପରେ ମୁଁ ଏଇ କଥା ସବୁ ପ୍ରାପ୍ତ ହେବି, ଯେତେବେଳେ ମନ ଭିତରେ ଏଇ କଥା ଚିନ୍ତନ କରି ଫଳରେ ଆଶା ରଖି ସ୍ୱାର୍ଥପର ଭାବରେ ଇନ୍ଦ୍ରିୟକୁ ସୁଖ ଦେଲା ଭଳି ଭଲ ମନ୍ଦ ବିଚାର ନ କରି ଅସଂଯମ ବା ଅସମଞ୍ଜମିତ ମନ ଦ୍ୱାରା ବା ଚିତ୍ତ ଦ୍ୱାରା ପ୍ରବୃତ୍ତି ମାର୍ଗରେ ଯାଇ ସମସ୍ତ ଇନ୍ଦ୍ରିୟମାନଙ୍କୁ କର୍ମ କରାଉଥିଲେ ସେ ଯୋଗୀ ମଧ୍ୟ କର୍ମଯୋଗୀ ହୋଇପାରିବ ନାହିଁ ଏବଂ ତାହା ବନ୍ଧନ, ସେ କର୍ମ ହିଁ ସମସ୍ତ ଫଳ ଭୋଗିବ ଏବଂ ତାହା ବନ୍ଧନର କାରଣ ହେବ। କାରଣ ତାହା ଅହଂଯୁକ୍ତ କର୍ମ। ମୁଁ କରୁଛି, ଯେ ମୁଁ କରୁଛି, କାରଣ ମୁଁ କରୁଛି ମାନେ ସେ ଫଳ ମୁଁ ଭୋଗିବି। ମୁଁ ଅନ୍ୟମାନଙ୍କ ପାଇଁ କରୁଛି, ଦେଶର ମଙ୍ଗଳ ପାଇଁ କରୁଛି, ଅନ୍ୟମାନଙ୍କର ହିତ ପାଇଁ କରୁଛି, ମୋର ଏଥିରେ ନିଜର କିଛି ସ୍ୱାର୍ଥ ନାହିଁ। ବନ୍ୟା ଆସିଛି, ବାତ୍ୟା ଆସିଛି, ଲୋକମାନେ ହଇରାଣ ହେଉଛନ୍ତି, ଖାଇବା ପାଉନାହାନ୍ତି, ପିନ୍ଧିବା ପାଉନାହାନ୍ତି, ରାସ୍ତାକଡ଼େ ପଡ଼ିଛନ୍ତି, ମୁଁ ତାଙ୍କ ପାଇଁ ଚାଉଳ ଦେଉଛି, ଡାଲି ନେଇକି ଆଦାୟ କରିକି ଦେଉଛି, ଲୁଗାପଟା ଯୋଗାଉଛି, ଚୁଡ଼ା ଚାଉଳ ବାଣ୍ଟୁଛି, ବିଭିନ୍ନ ପ୍ରକାର କଥା ନେଇକି ତାଙ୍କୁ ଦେଉଛି। ସେଥିରେ ମୋର ସ୍ୱାର୍ଥ ନାହିଁ, କାରଣ ସେମାନେ ମୋର କେହି ନୁହନ୍ତି। କିନ୍ତୁ ମୁଁ ନିଜ ଭିତରେ ସେ ଯେଉଁ କର୍ମ କରିବାର ଅଦମ୍ୟ ଇଚ୍ଛା ରହିଛି, ମୋ ଇନ୍ଦ୍ରିୟମାନେ ସଂଯମିତ ଅଛନ୍ତି, ତେଣୁ ମୁଁ ନିଜେ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ଯେଉଁ କର୍ମ କରୁଛି ବା ଅନ୍ୟମାନଙ୍କୁ ମଧ୍ୟରେ ଭଗବାନଙ୍କୁ ଦର୍ଶନ କରି ସକଳ ଘଟେ ନାରାୟଣ ନ୍ୟାୟରେ ବା ବାସୁଦେବ ସର୍ବଂ, ସମସ୍ତଙ୍କ ଠାରେ ସେ ବାସୁଦେବ ବ୍ୟାପ୍ତ ଭାବରେ ଅଛନ୍ତି, ୟାକୁ ଅନୁଭବ କରି ପ୍ରତ୍ୟେକ ବ୍ୟକ୍ତି ବିଶେଷକୁ ନାରାୟଣ ଜ୍ଞାନରେ ବା ଜୀବକୁ ନାରାୟଣ ଜ୍ଞାନରେ ଯେଉଁ ସେବା କରାଯାଏ ସେ ସେବାଟି ହେଉଛି ଆପଣଙ୍କର ବନ୍ଧନର କାରଣ ନୁହେଁ, ତାହା ହେଉଛି ନିଷ୍କର୍ମତା। ଏବଂ ସେଥିରେ କୌଣସି ଫଳ ସଦୃଶ ଆମମାନଙ୍କୁ ଯେଉଁ ଫଳ ଆସେ ସେ ଫଳ ଭୋଗ ହୁଏ ନାହିଁ, କାରଣ ସେଥିରେ ଅହଂଯୁକ୍ତ ନୁହେଁ। ମୁଁ କରୁଛି ବା ମୁଁ ଏଠୁ କେତେ ପାଇବି ବା କେତେ ପାଇବିନି ଏ ଆଶା ନାହିଁ ମୋ ମନ ଭିତରେ। ସେଇଥିପାଇଁ ଭଗବାନ କହୁଛନ୍ତି କର୍ମେନ୍ଦ୍ରିୟାଣୀ ସଂଯମ୍ୟ ଯ ଆସ୍ତେ ମନସା ସ୍ମରଣ ଇନ୍ଦ୍ରିୟାର୍ଥେ ସୁବିମୂଢ଼ାତ୍ମା ମିଥ୍ୟାଚାର ସେ ହେଉଛି ମିଥ୍ୟାଚାରୀ। କର୍ମେନ୍ଦ୍ରିୟକୁ ହଠପୂର୍ବକ ସଂଯମ କଲା ଭଳିଆ ଲାଗୁଛି, କିନ୍ତୁ ଅନ୍ତରରେ ସବୁ ଚିନ୍ତନ କରୁଛି, ତାକୁ କିଏ ଦେଖିପାରୁନାହାନ୍ତି, ଜାଣିପାରୁନାହାନ୍ତି, ବାହାରଟା ଦେଖୁଛନ୍ତି ସମସ୍ତେ। ଠିକ୍ ସେଭଳି ଭାବରେ ଯେଉଁମାନେ କର୍ମେନ୍ଦ୍ରିୟକୁ ସଂଯମ ପୂର୍ବକ ପରିଚାଳିତ କରୁଛନ୍ତି ମନ ଦ୍ୱାରା, ସେଇ ବିବେକୀ ମନୁଷ୍ୟମାନଙ୍କୁ ଶ୍ରେଷ୍ଠ ମନୁଷ୍ୟ ବୋଲି ଏଠାରେ କୁହାଯାଉଛି ବା ଶ୍ରେଷ୍ଠ ପ୍ରାଣୀ ଭାବରେ ଭଗବାନ ଏଠି କହୁଛନ୍ତି। ତେଣୁ ଆମେ ଏଠି ଭଗବଦ୍ ଗୀତାର ଏଇ ଶ୍ଲୋକର ଦୁଇଟି ଶ୍ଲୋକ ଦ୍ୱାରା ଆମେ ଯୋଡ଼ିଏ କଥା ଏଠି ଦେଖିଲେ ଯେ ଗୋଟିଏ ହେଉଛି ଜଣେ ମିଥ୍ୟାବାଦୀ ଲୋକ କାହାକୁ କୁହାଯାଏ, ଜଣେ ଶ୍ରେଷ୍ଠ ମନୁଷ୍ୟ ବୋଲି କାହାକୁ କୁହାଯାଏ। ଅର୍ଥାତ୍ ଜଣେ ସଂଯମଯୁକ୍ତ ମନୁଷ୍ୟ ଯେ ଆତ୍ମସଂଯମ କରି ମନକୁ ସଂଯମ କରି ଇନ୍ଦ୍ରିୟମାନଙ୍କୁ ଠିକଣା ବା ଠିକ୍ ଭାବରେ ପରିଚାଳିତ କରୁଛନ୍ତି, ସେଇମାନେ ହେଉଛନ୍ତି ପ୍ରକୃତ ଶ୍ରେଷ୍ଠ ମନୁଷ୍ୟ। ଆଜି ତ ଆମର ସମୟ ହୋଇଯାଇଛି, ଆମେ ଭଗବାନଙ୍କର ଏହି କଥାକୁ ଗ୍ରହଣ କରି ଆମେ ଯଦି ନିଜକୁ ପରିଚାଳିତ କରିପାରିବା ତାହେଲେ ଆମର ଜୀବନ ସୁଗମ ହେବ। ତେଣୁ ଆମେ ଆଜି ଏଇଠି ସତ୍ସଙ୍ଗକୁ ଏଇଠି ଆମେ ବିଶ୍ରାମ ଦେବା। ଆସନ୍ତାକାଲି ଠିକ୍ ଏହି ସମୟରେ ସତ୍ସଙ୍ଗ ଆରମ୍ଭ କରାଯିବ। ଜୟ ଗୁରୁ, ଜୟ ଜଗନ୍ନାଥ, ଜୟ ଗୁରୁ, ଜୟ ଜଗନ୍ନାଥ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।